ପିଲାମାନେ 2025 ସୁରଭିର କ୍ରିଏଟିଭ ରାଇଟିଂ ଯାହା ସୃଜନଶୀଳ ଲିଖନ ତାର ବିଷୟଟି ରହିଛି ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା। ଏହି ବିଷୟରେ ଆମେ ଟିକେ ଆଲୋଚନା କରିବା। ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା। ଓଡ଼ିଶା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଭୂମି ଏବଂ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏକ ରାଜ୍ୟ। ଏହାର ସମୃଦ୍ଧ ଇତିହାସ, ସଂସ୍କୃତି ଓ କଳା ଆମକୁ ଗୌରବାନ୍ୱିତ କରେ। ମାତ୍ର କୌଣସି ରାଜ୍ୟର ପ୍ରକୃତ ସମୃଦ୍ଧି କେବଳ ସରକାରୀ ଯୋଜନା କିମ୍ବା ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରେ ନାହିଁ। ଏହା ପ୍ରତ୍ୟେକ ନାଗରିକଙ୍କର ସକ୍ରିୟ ଯୋଗଦାନ ଉପରେ ଆଧାରିତ। ତେଣୁ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର ଏହି ଭୂମିକାର ପ୍ରଥମ ସୋପାନ ହେଉଛି ଉତ୍ତମ ଶିକ୍ଷା ଗ୍ରହଣ କରିବା। ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ, ଏହା ବ୍ୟକ୍ତିର ଚିନ୍ତାଧାରା ଓ ବିବେକକୁ ପରିପକ୍ୱ କରାଇଥାଏ। ମୁଁ ନିଜକୁ ଏପରି ଜ୍ଞାନରେ ସୁସଜ୍ଜିତ କରିବି ଯାହା ମୋତେ କେବଳ ବ୍ୟକ୍ତିଗତ ଭାବେ ଉନ୍ନତି କରିବାରେ ସାହାଯ୍ୟ କରିବ ନାହିଁ, ବରଂ ମୋର ଦକ୍ଷତା ଓ ନୂତନ ଜ୍ଞାନ କୌଶଳକୁ ଓଡ଼ିଶାର ବିକାଶରେ ଲଗାଇବ। ଉଦାହରଣ ସ୍ୱରୂପ, ମୋର ଜ୍ଞାନକୁ ବ୍ୟବହାର କରି ମୁଁ ମୋ ଗାଁ କିମ୍ବା ଅଞ୍ଚଳରେ ଡିଜିଟାଲ ସାକ୍ଷରତା ବଢ଼ାଇବାରେ ସାହାଯ୍ୟ କରିପାରିବି। ଦ୍ୱିତୀୟରେ, ସାମାଜିକ ଦାୟିତ୍ୱ ଓ ସଚ୍ଚୋଟତା ମୋର ମୂଳମନ୍ତ୍ର ହେବ। ଏକ ସମୃଦ୍ଧ ସମାଜରେ ଭ୍ରଷ୍ଟାଚାରର ସ୍ଥାନ ନାହିଁ। ମୁଁ ଜଣେ ସଚ୍ଚୋଟ ନାଗରିକ ଭାବରେ ସମସ୍ତ ନୀତି ନିୟମ ପାଳନ କରିବି, ସମୟରେ ଟିକସ ପୈଠ କରିବି ଏବଂ ସମାଜରେ କୌଣସି ଅନ୍ୟାୟ କିମ୍ବା ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେବି ନାହିଁ। ଏହା ସହିତ ମୁଁ ସର୍ବଦା ମୋର ଆଖପାଖରେ ଥିବା ଗରିବ, ଅସହାୟ ତଥା ଦୁର୍ବଳ ବର୍ଗର ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ କରିବି। ତୃତୀୟରେ, ପରିବେଶ ସୁରକ୍ଷା ହେଉଛି ଆମର ଭବିଷ୍ୟତର ମୂଳଦୁଆ। ଓଡ଼ିଶା ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବାରୁ ପରିବେଶ ସୁରକ୍ଷା ଅତ୍ୟନ୍ତ ଜରୁରୀ। ମୁଁ ଅଧିକରୁ ଅଧିକ ବୃକ୍ଷରୋପଣ କରିବି, ଜଳର ଅପଚୟ ରୋକିବି ଏବଂ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ କାର୍ଯ୍ୟ କରିବି। ଯେକୌଣସି ବିକାଶ ଯୋଜନାରେ ପରିବେଶକୁ ପ୍ରାଥମିକତା ଦେବାକୁ ମୁଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବି, କାରଣ ଏକ ସୁସ୍ଥ ପରିବେଶ ହିଁ ସୁସ୍ଥ ଓ ସମୃଦ୍ଧ ଜୀବନର ଆଧାର। ଶେଷରେ, ମୁଁ ମୋର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହ ଅନ୍ୟ ରାଜ୍ୟର ଲୋକମାନଙ୍କ ସହିତ ଓଡ଼ିଶାର ସକାରାତ୍ମକ ଚିତ୍ର ଉପସ୍ଥାପନ କରିବି। ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ଦ୍ୱାରା ଆମ ଅର୍ଥନୀତି ମଜବୁତ ହୋଇପାରିବ। ସମୃଦ୍ଧ ଓଡ଼ିଶା ଗଠନ କୌଣସି ଜଣେ ବ୍ୟକ୍ତିର କାମ ନୁହେଁ, ଏହା ହେଉଛି ସାମୂହିକ ଉଦ୍ୟମ। ଯେତେବେଳେ ପ୍ରତ୍ୟେକ ଓଡ଼ିଆ ନାଗରିକ ନିଜର ଶିକ୍ଷା, କର୍ମ, ସଚ୍ଚୋଟତା ଓ ସାମାଜିକ ଦାୟିତ୍ୱକୁ ସଠିକ୍ ଭାବରେ ତୁଲାଇବେ, ସେତେବେଳେ ହିଁ ଆମେ ପ୍ରକୃତ ସମୃଦ୍ଧିର ସ୍ୱପ୍ନ ସାକାର କରିପାରିବା। ମୁଁ ଆଶା କରେ ମୋର କ୍ଷୁଦ୍ର କାର୍ଯ୍ୟ ମାଧ୍ୟମରେ ମୁଁ ଏକ ବିଶାଳ ପରିବର୍ତ୍ତନର ଅଂଶୀଦାର ହୋଇପାରିବି। ତ ପିଲାମାନେ, ଏତିକି ଥିଲା ଆଜିର ବିଷୟ ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା କ୍ରିଏଟିଭ ରାଇଟିଂ ପାଇଁ ଲେଖା, ଯାହାକୁ ସମସ୍ତେ ଭଲ ଭାବରେ ଲେଖିକି ସୁରଭି ପାଇଁ ପ୍ରିପେୟାର ହେଇକି ଯାଇପାରିବେ। ଠିକ୍ ଅଛି, ସମସ୍ତଙ୍କୁ ଅଲ୍ ଦ ବେଷ୍ଟ।